ସନାତନ ଧର୍ମ କହିଲେ ସାଧାରଣତଃ ହିନ୍ଦୁ କିମ୍ବା ବୈଦିକ ଧର୍ମକୁ ବୁଝାଇଥାଏ ଏବଂ ହିନ୍ଦୁ ଧର୍ମର ଅନ୍ୟ ନାମ ହିସାବରେ ବିବେଚନା କରାଯାଇଥାଏ। ଏହା ଭାରତୀୟ ଉପଦ୍ୱୀପରେ ହିଁ ସୃଷ୍ଟି ହୋଇଛି। ସନାତନ ଶବ୍ଦର ଅର୍ଥ ହେଲା ସଦା ଜୀବିତ ରହିବା ଏବଂ ଏହି ଧର୍ମର ନା ଉତ୍ପତ୍ତି ରହିଛି ନା ଅନ୍ତ ରହିଛି। ସନାତନ ଧର୍ମ ହେଲା ପୃଥିବୀର ସବୁଠାରୁ ପ୍ରାଚୀନ ଧର୍ମ ଅଟେ। ସନାତନ ଧର୍ମର ମୂଳ ତତ୍ତ୍ୱ ହେଲା ସତ୍ୟ, ଅହିଂସା, ଦୟା, କ୍ଷମା, ଦାନ, ଜପ, ତପ ଏବଂ ନିୟମ। ସନାତନ ଧର୍ମରେ ଈଶ୍ୱର, ଆତ୍ମା ଓ ମୋକ୍ଷ ତତ୍ତ୍ୱ ଇତ୍ୟାଦିକୁ ସୂଚାଇଥାଏ। ସନାତନ ଧର୍ମାବଲମ୍ବୀମାନେ ସର୍ବଦା ଶାନ୍ତିର ମାର୍ଗକୁ ଆପଣେଇ ନେଇଥାନ୍ତି। ଏହା ହିଁ ସନାତନ ଧର୍ମର ସତ୍ୟତା ଅଟେ।